समस्त को स्वागत। आज हूँ मकर संक्रांति आउ मु मोर स्वप्न जो 2 मास तले देखी से स्वप्न आज प्रथम पहाच चढ़ापी जाऊँगी। ओडिशार सबुठु बहुत अधिक जो मकर को मान्यता दिखाई सेलिब्रेट करा जाए तो से जगह को मु आज आपण मान बुले नहीं जीवी। तो चलतु चाहूँ मु कौटी जाऊँगी तो वीडियो लास्ट पर्यंत बनी रुहतु। आवाई बर्तमान रेडी है देखिपे मोर यहाँ गोटे पानी बोतल यहाँ गोटे माइक टी मोर वीडियो शूट करने आटा गोटे मोर सेल्फी स्टिक जहाँ मु वीडियो शूट करी। तो एबे आपण मानकर सपोर्ट आवश्यकता रही तो टिके सपोर्ट कले मु आउ अधिक जगह आपण मानक देखई पारिबी अधिक जगह बुले पारिबी। बास आपण मानकर सपोर्ट आवश्यकता रही। वेलकम टू समीवृक्ष मेला। मु आज आसी पहुँची जाइए मयूरभंजर सबुठ बड़ मेला आ प्रसिद्ध मेला पिलादिन शुणी आसी सबुआड़े 4 दिन 6 दिन मेला होता बेले एठारे मकर मेला 15 दिन पर्यंत होता है। जमीक मुझे ओडिशार सबुठ अधिक मकर पर्व यहीठारे ही पालन करा जाए। तो मुझे तार गेट पाखरे अच्छी तो चलतु भीतर को जीवा आई समीवृक्ष मकर मेला को उपभोग करिया। तो चलतु गेट पाखरे हमर एमती दुकान किछि प्रस्तुति एठारे पत्थर सब शिल शिल्पिता भेराइटी प्रकार सज बिक्री होची। तो सांग माने आमे आसी पहुंच सारचु समीवृक्ष एटा तांगर तळ पत्थरटी आ बड़ समीवृक्ष जेटा सेटा आमे जाइने एबे जिबा आउ आपण मानकू देखै देबी सब किछि मकर टाइम रो एटा बदे पूजा हुए। चढ़िया समय दृश्य मध्य मु आपण मानकू देखै देबी आसंतु जिबा एबे। होटेल रो व्यवस्था रही पट रास्ता टी हमर जो मेला पड़ी पदाड़ को रास्ता टी आमे समीवृक्ष फेरला बेले एठिक आमे बुलिया पई जिबा कौन कौन दुकान पड़ती मु आपण मानकू देखै देबी। एबे आमे समीवृक्ष ऊपर को जिबा। समीवृक्ष ऊपर को चढ़ेला बेल को आमको गोटे गाँ साइड रे मंदिर टे देखाला मंदिर अनंत वासुदेव मंदिर समीवृक्ष
ଆଉ ତା ସମ୍ମୁଖରେ ଗୋଟିଏ ଦୋକାନ ମଧ୍ୟ ରହିଛି। ନଡ଼ିଆ, ଫୁଲ, କଦଳୀ, ଫଳମୂଳର ବ୍ୟବସ୍ଥା ବି ରହିଛି। ଯିଏ ଚାହିଁବେ ପୂଜା ବି କରିପାରିବେ। ଏଇଟା ଗୋଟେ କଣ ଆପଣ ମାନେ ଦେଖିକି କୁହନ୍ତୁ। ସାଙ୍ଗମାନେ ଆମର ଶମୀ ପୀଠ ଉପରକୁ ଚଢିବା ପାଇଁ ସିଡିର ବ୍ୟବସ୍ଥା ଅଛି। ସିଡି ପାହାଚ ଭଳିଆ ପାହାଚ କରିଦେଇଛନ୍ତି। ମୁଁ ତ ଶୁଣିଥିଲି ଯେ ପାହାଚ ନଥାଏ ବୋଲି, ଯାହା ହଉ ମୁଁ ତ ପ୍ରଥମ ଥର ଆସିଲି, ମୁଁ ଆଗରୁ କେବେ ଦେଖି ନାହିଁ, ତ ବ୍ୟବସ୍ଥା ଭଲ ଅଛି। ପାଣିର ବ୍ୟବସ୍ଥା ମଧ୍ୟ ରହିଛି ସାଇଡରେ। ଆଉ ଇଆଡେ ଭାଇ ମାନେ ଜୋତା ଷ୍ଟାଣ୍ଡ ବି ବନେଇ ଦେଇଛନ୍ତି। ଆମେ ଏବେ ଜୋତା ରଖିବା ଆଉ ଉପରକୁ ଯିବା। ଆପଣ ମାନଙ୍କୁ ମୁଁ ଦେଖେଇବି ଉପରେ କଣ ହଉଛି। ସାଙ୍ଗମାନେ ଏବେ ଆମେ ଜୋତା ରଖି ଉପରକୁ ଯିବା ସମୟରେ ଆମକୁ ଏମିତି ଆଣ୍ଟି ଜଣେ ଚନ୍ଦନ ମାରି ଦେଇଛନ୍ତି। ଆଉ ଏବେ ଆମେ ଉପରକୁ ଯିବା। ମାନେ ଏଠି ବସିବାର ବ୍ୟବସ୍ଥା ମଧ୍ୟ ହେଇଛି। ଯେଉଁମାନେ ଥକିଯିବେ ବସି ପାରିବେ। ସାଙ୍ଗମାନେ ପାହାଡ ଅଧାରେ ଆମେ ମାନେ ଦେଖିଲୁ କି ଏମିତି କିଛି ଦୃଶ୍ୟ ରହିଛି। ଲୋକଙ୍କର କହିବାର କଥା ଯେ ଏଠିକାରେ ପଞ୍ଚୁ ପାଣ୍ଡବ ଯେତେବେଳେ ଆସିଥିଲେ ସେଇ ସମୟର ଦୃଶ୍ୟଟି ଏଟା। ସେଇ ତାଙ୍କରି ସ୍ମୃତିରେ ଏଇଟା ଗୋଟେ ବନା ହେଇଛି। ସାଙ୍ଗମାନେ ଦେଖିପାରୁଥିବେ ପାହାଡଟି କେତେ ଉପରକୁ ଯାଇଛି। ଉପର ପର୍ଯ୍ୟନ୍ତ କେତେ ବଡ ହେଇଛି ପାହାଡଟି। ଆଉ ତଥାପି ଲୋକମାନେ ବହୁତ ଉପରକୁ ମଧ୍ୟ ଚଢିଗଲେଣି। ଏବେ ବି ଆମେ ଉପରକୁ ଚଢିବା। ଛେଳି ଗୁଡା ତ ଏଇଟା ହଉଛି ବାବା ବିରାଟେଶ୍ଵର ମହାଦେବଙ୍କ ମନ୍ଦିର। ଏବେ ପହଡ ପଡିଛି। ଆଉ ଏଠି ନନ୍ଦୀ ମହାରାଜ ବିରାଜମାନ ହେଇଛନ୍ତି। ପହଡ ପଡିଛି ଯେହେତୁ ଆମେ ଠାକୁରଙ୍କର ଦର୍ଶନ କରେଇ ପାରିବିନି ମୁଁ ଆପଣ ମାନଙ୍କୁ, କେବଳ ଏଇଠାରେ ପ୍ରଣାମ କରି ପଳେଇଯିବା। ସାଙ୍ଗମାନେ ଦେଖିପାରୁଥିବେ ପାହାଡ ଉପରକୁ ପିଲାମାନେ କେତେ ଉପରକୁ ଚଢିଗଲେଣି। ଆମେ ତ ଏବେ ଆସି ପହଞ୍ଚିଲୁ। ଆଉ ଟିକେ ଉପରକୁ ଚଢିବା ପାଇଁ ଚେଷ୍ଟା କରିବି। ଆଉ ଉପରୁ ତଳକୁ ଆପଣ ମାନଙ୍କର ଭିଉ ଟା ଦେଖେଇଦେବି କେମିତି ଦେଖା ହଉଛି। ସାଙ୍ଗମାନେ ଦେଖିପାରୁଥିବେ କେତେ ବଡ ପଥରଟି, କେତେ ବଡ ପଥରଟି, ତଥାପି କିଛି ଭାଇ ମାନେ ଚଢିବାରେ ଲାଗିଛନ୍ତି। କିନ୍ତୁ ମୁଁ ଆଉ ଦୂରକୁ ଚଢି ପାରିଲି ନାହିଁ। ମୁଁ ଅଧା ରାସ୍ତାରେ ଏବେ ରହି ପହଞ୍ଚିଯାଇଛି। ଅଧା ରାସ୍ତାରେ ରହିଯାଇଛି କିନ୍ତୁ ମୁଁ ଆଉ ଚଢି ପାରୁନି। ଭାଇମାନେ କିନ୍ତୁ ବହୁତ ଯାହା ହଉ ଚଢି ହେଇଛନ୍ତି, ସେଇଟା ବହୁତ ବଡ କଥା। ମାନେ ମୋର ସମୁଦ୍ର ଚଢା ଏତିକି। ମୁଁ ଆଉ ଚଢି ପାରିଲି ନାହିଁ, ଓହ୍ଲେଇ ଆସିଲି ଅଧାରୁ। ତ ଏବେ ଆମେ ତଳକୁ ପଳେଇବା। ଏବେ ଆମେ ତଳକୁ ପଳେଇବା। ଆଉ ମେଳା ପଡିଛି, ସେଇ ମେଳା ଆଡକୁ ଆମେ ଯାଉଛୁ। କିଛି ଦୋକାନ ଭାଇ ମାନେ ଦୋକାନ ଖୋଲି ସାରିଲେଣି। ଆଉ କିଛି ଦୋକାନ ଭାଇ ମାନେ ଦୋକାନ ଏବେ ସଜଉଛନ୍ତି। ଯେହେତୁ ଆଜି ପ୍ରଥମ ଦିନ, ସେଥିପାଇଁ ସମସ୍ତଙ୍କର
ଏବେ ତ ମାର୍କେଟ ଫାଙ୍କା ଅଛି, କିନ୍ତୁ ହୁଏତ ସନ୍ଧ୍ୟାବେଳେ ଜାମ୍ ହେଇପାରେ। ଭେରାଇଟି ପ୍ରକାର ଦୋକାନ ରହିଛି, ଷ୍ଟେସନାରୀ, ଖାଇବା, ଆଉ ସେପଟରେ ଗୋଟେ ଜୋତା ଦୋକାନ ମଧ୍ୟ ରହିଛି। ଆହୁରି ବହୁତ ଷ୍ଟଲ ଫାଙ୍କା ବି ପଡିଛି। ଏପଟେ ବହି ଦୋକାନ ଗୋଟେ ମଧ୍ୟ ହେଇଛି। ବହି, ଫଟୋ, ଷ୍ଟିକର ପିଲାମାନଙ୍କର ପ୍ରାୟ ସବୁ ପ୍ରକାର ରହିଛି ଆଉ। ବହୁତ ବଡ ମେଳାଟିଏ ହୁଏ, ଗୋଟେ ସପ୍ତାହ ଉପରେ ରୁହେ ମେଳାଟି, ମୁଁ ଯାହା ଶୁଣିଛି। ତ ଯଦି ଆପଣ ମାନେ ବି ବୁଲିବା ପାଇଁ ଆସିବା ପାଇଁ ଚାହିଁବେ, ଆସିପାରିବେ। ପ୍ରାୟ 7 ଦିନ ଉପରେ ରହେ। ଆପଣ ମାନେ ସୁବିଧା ଦେଖି ଆପଣ ମାନେ ଆସିପାରିବେ।